ଦେଖନ୍ତୁ ଦେଖନ୍ତୁ ସକାଳେ ତ ସବୁ ଝାଡ଼ୁ ଝୁଡ଼ା ହେଇକି ଯେତେ ସବୁ ଅଳିଆ ଥିଲା ପରିଷ୍କାର ଜିନିଷ ଥିଲା ସବୁ ବାହାକେଇ ଦିଆହେଲା। ବାହାକେଇ ସାରିକି ପରେ ଆସିଲି 2ଟା ବେଳକୁ ଦାନା ଗାଡ଼ି ତାକୁ 24 ବସ୍ତା ନଟେଇ ଦେଲି। ସେ ତାର ଗଲା ହେରି ଦେଖନ୍ତୁ ଦାନା ଖାଲି ହେଇଗଲା। ବର୍ତ୍ତମାନ ଫାର୍ମରେ ଚୂନ ପକେଇକି ତାକୁ ପୁରା ୱାଶ୍ କରିଦିଆହେଲା। ମାଟି ଏଇଠି ରଖିଦିଆ ହେଇଛି। କାଲି ରାତି 4ଟାରୁ ଆସିଲେ ଲିପିବା ଆରମ୍ଭ। ମାନେ ଆଜି ପାଇଁ ବର୍ତ୍ତମାନ କାମ ସରିଲା। କାଲି ପାଇଁ କାମ ହେଲା ଖାଲି ସକାଳୁ ଆସିଲେ ଲିପା ହେବ। ଏବଂ ସେପଟକୁ ଯେତେ ସବୁ ଦାନା ଥିଲା ତାକୁ ବି ଦେଇ ଦିଆହେଲା। ବର୍ତ୍ତମାନ କାମ ଯେତିକି ଦିନ ପୁରା ରାତି 4ଟାରୁ ଆସିକି ବର୍ତ୍ତମାନ ସୁଦ୍ଧା ଜାଣି 4ଟା ବାଜିଲା କାମ ସରିଲା। ଦେଖନ୍ତୁ ଏପଟେ ବି ମାଟି ଫାଟି ରେଡ଼ି କରିକି ଏପଟେ ସବୁ ରେଡ଼ି ହେଇଛି। ଏ ଖଟରେ ଯାହା ଦାନା ଥିଲା ତାକୁ ବି ସବୁ ଦାନା ଦେଇ ଦିଆହେଲା। ଆଉ ଦାନା ନାହିଁ କିଛି। ଦେଖନ୍ତୁ ଖଟ ଉପରେ ସବୁ ପ୍ଲାଷ୍ଟିକ ଫିଡ଼ର ଡିଙ୍କ ତାକୁ ସଜେଇ ଦିଆହେଲା। ଏଇଟାକୁ ଆଉ ଜାଗା ନାହିଁ। ୟାକୁ ଖାଲି ଲିପିଲା ବେଳେ ଏପଟ ସେପଟ କରାହେବ। ତାପରେ ଲିପି ସାରିଲା ପରେ ସେଠୁ ଆସିକି ସବୁ মাজା ହେବ। ୟାକୁ ସବୁ ପରିଷ୍କାର କରିକି মাজା ହେବ। ଦେଖନ୍ତୁ ଚୂନ ୱାଶ୍ କରିଦିଆହେଲା। ବର୍ତ୍ତମାନ ଏ ମୁଣ୍ଡରୁ ସେ ମୁଣ୍ଡ ଯାକେ କାଲି ଲିପା ହେବ। ଏମିତି ଚାଲିଛି କାମ ଆଉ। ଜଷ୍ଟ ଆରମ୍ଭ ହେଇଛି। ଗୋଟେ ସାଇଡ଼୍ ଟିକେ ନାକୁ ଲିପିଛି। ଟିକେ ଭିଡ଼ିଓ କରିଦେବା ଚକରରେ ବନ୍ଦ କରିଦେଇଛି। ଦେଖନ୍ତୁ ପ୍ରଥମେ ଏଇଭଳିଆ ଥିଲା। ତାକୁ ତ ଝାଡ଼ୁ କରିକି ସେଠୁ ଚୂନ ୱାଶ୍ କରାହେଇଛି। ତାପରେ ଦେଖନ୍ତୁ ଏଠି ଲିପା ହେଇଛି। ବର୍ତ୍ତମାନ ଏଇଭଳିଆ ପୁରା ଟୋଟାଲ ଫାର୍ମ ଲିପିବାକୁ ପଡ଼ିବ। ଦେଖନ୍ତୁ ପାଣି କାଦୁ ସବୁ ରେଡ଼ି ହେଇକି ଅଛି। ଖାଲି ଲିପିବା ବାକି ଆଉ। ଅନ୍ଧାରିଆରୁ ଆସିକି ଏଇ ଖଣ୍ଡିକ ଜଷ୍ଟ ଲିପିଛି। ତାପରେ ସେଠୁ ସକାଳ ପାହିଲା ବୋଲି ଭିଡ଼ିଓଟେ କରୁଛି। ଦେଖନ୍ତୁ ସେ ମୁଣ୍ଡ ଯାକେ ପୁରା ଟୋଟାଲ ଲିପା ହେବ। ଲାଷ୍ଟରେ ଯେତେବେଳେ ଲିପି ସାରିବି ଆଉ ଥରେ ଭିଡ଼ିଓ କରାହେବ। ଦେଖନ୍ତୁ କାଲି ଏଥିରେ ଦାନା ଥିଲା ସବୁ ହଟେଇ ଦେଇକି ଫିଡ଼ର ଡିଙ୍କର ତାକୁ ଥୋଇ ଦିଆହେଲା। ଆଉ ଏଇମାନଙ୍କୁ ଜାଗା ନାହିଁ। ଏମାନଙ୍କୁ ଜଷ୍ଟ ଖାଲି ଘୁଞ୍ଚା ହେବ ଆଉ। ତ କାଲି ତାକୁ মাজା ହେବ, କିଛି ଅସୁବିଧା ନାହିଁ। ଦେଖନ୍ତୁ ଏ ମୁଣ୍ଡ ଯାକେ ପୁରା ଲିପା ହେବ। ସବୁ ଚୂନ ୱାଶ୍ ହେଇଛି। ମାଟି ଫାଟି ସବୁ ପଡ଼ିଯାଇଛି। ଅଲରେଡ଼ି ଖାଲି ଲିପିବା ବାକି ଆଉ। ଯାହାହେଲେ ଲିପା ଶେଷ ବେଳକୁ 10ଟା ବାଜିଯିବ କି 11ଟା ଆଉ। ଦେଖନ୍ତୁ ବର୍ତ୍ତମାନ କଣ୍ଡିସନ୍ ଏଇଭଳିଆ। ଦେଖନ୍ତୁ ଝାଳ ବାହାରିଲାଣି ସକାଳୁ 5:30 6ଟା ଭିତରେ ଟାଇମ୍ ହେଇଛି। ଅନ୍ଧାରିଆରୁ ଆସିକି ଏତିକି ଜଷ୍ଟ ଲିପିଛି। ଇଏ ଦେଖନ୍ତୁ ଏଠି କାଦୁ ରେଡ଼ି କରିକି ଏପଟେ ରଖିଦିଆହେଲା। ଟୋଟାଲ ଉପରେ ଲିପା ହେବ ବୋଲି ଏ ମୁଣ୍ଡ ଯାକେ ପୁରା ରେଡ଼ି ସରିଛି। ଖାଲି ଲିପିବା ବାକି ଆଉ। ବର୍ତ୍ତମାନ ଗୋଟେ ଘର ପୁରା କମ୍ପ୍ଲିଟ୍ ଲିପା ସରିଲା। 8ଟା ମାନେ 5ଟାରୁ 8ଟା ଲାଗିଗଲା ଏଇ ଗୋଟେ ଘର। ଏ ମୁଣ୍ଡରୁ ହେ ମୁଣ୍ଡ ଯାକେ ଦେଖନ୍ତୁ ପୁରା ଲିପା ସରିଗଲା। ବର୍ତ୍ତମାନ ଏଇ ଘରଟା ଲିପିବା ପାଇଁ ପ୍ରିପାରେସନ୍ ଚାଲିଛି। ଏବେ ୟାକୁ ଲିପିବା ଶେଷ ହେଲା ବେଳକୁ 10ଟା 10:30 ହେଇଯିବ। ଏମିତି ଚାଲିଛି କାମ। ବର୍ତ୍ତମାନ ଏଇ ଘରଟା ଆରମ୍ଭ ହେବ। ଦେଖନ୍ତୁ ଏ ଘରଟା ପୁରା କମ୍ପ୍ଲିଟ୍ ହେଇଯାଇଛି। ଏଇ ଘରଟା ବର୍ତ୍ତମାନ ରେଡ଼ି ହେଇଛି। ୟା କାମ ଏଇନା ଆରମ୍ଭ ହେବ ଆଉ। ଏମିତି ଚାଲିଛି ଦିନ ଯାକ କାମ। ଲୋକ ନାହିଁ କି ବାକ ନାହିଁ, ଏକୁଟିଆ ଆଉ। ବର୍ତ୍ତମାନ ଦେଖନ୍ତୁ ସବୁ ଲିପାଲୁପି ସରିଲା। ବାଲ୍ଟି ଡିକ୍ଚି କଡ଼େଇ ସବୁ ମାଜି ମୁଜାକି ତାକୁ ରଖିଦିଆ ହେଲା। ଏ ମୁଣ୍ଡରୁ ହେ ମୁଣ୍ଡ ଯାକେ ଆଉ ତ ଭିତରକୁ ପଶି ହେବନି। ଦେଖିଦିଅନ୍ତୁ ସମ୍ପୂର୍ଣ୍ଣ ସରିଗଲା। ଏବେ ଖାଲି ବାକି ରହିଲା ତାଲା ପକାଇ ଘଷିବା। ଏ ମୁଣ୍ଡରୁ ସେ ମୁଣ୍ଡ ଯାକେ ଟୋଟାଲ ଫାର୍ମ ଲିପା ସରିଗଲା। ଏବେ କାମ ଖତମ। ଭିଡ଼ କାମ ସରିଲା। କାଲିଠୁ ଭିଡ଼ିଓ ଏଡ଼ିଟିଂ କରି 2 ଦିନ ମାଜିଦେଲେ ପଅରଦିନଠୁ ଚଷୁ ଆଣା ହେବ। ଚଷୁ ଆଣିଲେ ପୁଣି ନୂଆ ଚିଆଁ ପାଇଁ କାମ ଆରମ୍ଭ। ଦେଖନ୍ତୁ ଟୋଟାଲ ଫାର୍ମ ଲିପା ସରିଗଲା। ଏ ଘର ବି ପୁରା ଲିପା ସରିଗଲା। ଟୋଟାଲ ଟାଇମ୍ ଲାଗିଗଲା ସକାଳ 5ଟାରୁ ଦିନ 10ଟା ଆଉ। ମାନେ 5 ଘଣ୍ଟା ପୁରା ମାନେ ଲାଗିଗଲା ଲିପିବାରେ। ଜଣେ ହେଲେ 5 ଘଣ୍ଟା, 2 ଜଣ ହେଇଥିଲେ 3 ଘଣ୍ଟା 2.5 ଘଣ୍ଟା ଭଳିଆ ହେଇଯାଆନ୍ତା ଆଉ।